ନମସ୍କାର ଦର୍ଶକ ବନ୍ଧୁ। ଏମିତି ଏକ ଘଟଣା ଦେଖିବାକୁ ପ୍ରଥମ ଥର। ଜ୍ୱାଇଁଙ୍କ ଘର ଆଗରେ ଝିଅର ଜୁଇ ଜାଳିଲେ ବାପା। ବିବାହିତ ଝିଅକୁ ହତ୍ୟା କରିବା ଅଭିଯୋଗରେ ଜ୍ୱାଇଁ ଗୁରୁବାର ଗିରଫ ହୋଇଛନ୍ତି। ଏଭଳି ସ୍ଥିତିରେ ମୃତ ମହିଳାଙ୍କ ବାପଘର ଲୋକେ ଶୁକ୍ରବାର ତାଲା ପଡ଼ିଥିବା ଜ୍ୱାଇଁଙ୍କ ଘର ସମ୍ମୁଖରେ ଝିଅର ଅନ୍ତିମ ସଂସ୍କାର କରିଛନ୍ତି। ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଗୁନାଇଁବସାଣ ପଞ୍ଚାୟତ ହରିପୁର ଗ୍ରାମରେ। ଗୁରୁବାର ହରିପୁରର ସସ୍ମିତା ମାହାନା ବୟସ 24 ମହିଳାଙ୍କୁ ତାଙ୍କ ସ୍ୱାମୀ ରାମକୃଷ୍ଣ ମାହାନା ହତ୍ୟା କରିଥିବା ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତି କରି ଭୋଗରାଇ ଥାନାରେ ଏକ ମାମଲା 532/24ରେ ମାମଲା ରୁଜୁ ହୋଇଥିବା ବେଳେ ପୋଲିସ ରାମକୃଷ୍ଣଙ୍କୁ ଗିରଫ କରିଥିଲା। ସସ୍ମିତାଙ୍କ ମାତାପିତା ଓ ଆତ୍ମୀୟସ୍ୱଜନମାନେ ଜଲେଶ୍ୱରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରାତି ଉଜାଗର ହୋଇ ଶୁକ୍ରବାର ଶବ ବ୍ୟବଚ୍ଛେଦ କରାଯାଇଥିଲା। ପରେ ସସ୍ମିତାଙ୍କ ମୃତଦେହକୁ ସେଠାରୁ ଆଣି ଜ୍ୱାଇଁଙ୍କ ଘର ସମ୍ମୁଖରେ ଦାହ କରିଥିଲେ। ସସ୍ମିତାଙ୍କ ମା, ବାପା ଓ ଆତ୍ମୀୟସ୍ୱଜନଙ୍କ କାନ୍ଦ ବୋବାଳି ସମଗ୍ର ପରିବେଶକୁ ଶୋକାକୁଳ କରିଥିଲା। ଅପରପକ୍ଷରେ ରାମକୃଷ୍ଣଙ୍କୁ ପୋଲିସ ଶୁକ୍ରବାର କୋର୍ଟ ଚାଲାଣ କରିଥିବା ବେଳେ ଜାମିନ ନ ମିଳିବାରୁ ତାଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି। ସସ୍ମିତାଙ୍କ ଶାଶୁ ଓ ଶ୍ୱଶୁର ଫେରାର ହୋଇଯାଇଥିବା ସୂଚନା ମିଳିଛି।